ଗପ ଅମୃତରେ ପତିବ୍ରତା ସୁନନ୍ଦା। ପାଟଳୀପୁତ୍ରର ବିଖ୍ୟାତ ବଣିକ ଥିଲେ ଧନପାଳିତ। ତାଙ୍କର ଝିଅର ନାମ ସୁନନ୍ଦା। ସବୁରି ମୁହଁରେ ସୁନନ୍ଦାର ରୂପଗୁଣର ପ୍ରଶଂସା ଶୁଣାଯାଏ। ଧନପାଳିତ ତାଙ୍କ ଝିଅକୁ ମଗଧର ଜଣେ ଧନୀ ବଣିକ ଦେବସେନଙ୍କ ସଙ୍ଗେ ବିବାହ ଦେଲେ। ଦେବସେନ ଜଣେ ନୀତିବାନ ଓ ଗୁଣୀ ଯୁବକ। ସୁନନ୍ଦାକୁ ସେ ଖୁବ୍ ଭଲ ପାଉଥିଲେ। କିନ୍ତୁ ଦେବସେନଙ୍କ ମାଙ୍କର ପ୍ରକୃତି ଓଲଟା। ସେ ସୁନନ୍ଦାକୁ ଭଲ ପାଆନ୍ତି ନାହିଁ, ତା ଉପରେ ଅତ୍ୟାଚାର କରୁଥିଲେ। ଶାଶୁଙ୍କର ଏହି ଅତ୍ୟାଚାର କଥା ସୁନନ୍ଦା ସ୍ୱାମୀଙ୍କୁ କହୁନଥିଲା। କିଛିଦିନ ପରେ ଦେବସେନ ବଣିଜ କରି ବାହାରିଲେ। ଏହା ଦେଖି ସୁନନ୍ଦା ଭୟଭୀତ ହୋଇ ତାର ସ୍ୱାମୀଙ୍କୁ କହିଲା, ସ୍ୱାମୀ, ତୁମେ ମୋତେ ଏକାକୀ ଛାଡ଼ି ଯାଅ ନାହିଁ। ଦେବସେନ ଆଶ୍ଚର୍ଯ୍ୟ ହୋଇ କହିଲେ, ତୁମେ ଏମିତି କ'ଣ କହୁଛ? ଘରେ ପରା ମା ଅଛନ୍ତି। ସୁନନ୍ଦା କାନ୍ଦି କାନ୍ଦି କହିଲା, ମୁଁ ତୁମକୁ ଆଜି ଯାଏଁ ଲୁଚେଇ ରଖିଥିଲି। ତୁମେ ନଥିଲା ବେଳେ ତୁମ ମା ପ୍ରତିଦିନ ମୋତେ ଗାଳିମାଡ଼ ଦେଇଥାନ୍ତି। ହେଲେ ମୁଁ ସବୁ ସହିଯାଏ। ଏବେ ତୁମେ ଦୂରକୁ ଚାଲିଗଲେ ସେ ମୋ ଉପରେ ଅଧିକ ଅତ୍ୟାଚାର କରିବେ। ଦେବସେନ ସବୁ ଶୁଣିଲେ। ତାଙ୍କ ସ୍ତ୍ରୀକୁ ସେ ଭଲ ଭାବେ ଜାଣନ୍ତି। ସେ ଜାଣନ୍ତି ସୁନନ୍ଦା ମିଛ କହେ ନାହିଁ। ତେଣୁ ସେ ମା ଉପରେ ମନେ ମନେ ବଡ଼ ବିରକ୍ତ ହେଲେ। କିନ୍ତୁ ତାଙ୍କ ଅନୁପସ୍ଥିତିରେ ମା କାଳେ ସ୍ତ୍ରୀ ଉପରେ ପ୍ରତିଶୋଧ ନେବ, ଏହି ଆଶଙ୍କାରେ ସେ ମାକୁ କିଛି କହିଲେ ନାହିଁ। ବଣିଜ କରି ଯିବା ପୂର୍ବରୁ କେବଳ ଏତିକି କହିଲେ, ମା, ମୁଁ ଦୂର ଦେଶକୁ ବଣିଜ କରି ବାହାରିଲି। ସୁନନ୍ଦାର ଯତ୍ନ ନେଉଥିବ। ସେ ବଡ଼ଲୋକ ଘରର ଝିଅ। ତେଣୁ ତା ମନରେ ଆଘାତ ଦେବା ଭଳି କିଛି କହିବ ନାହିଁ। ପୁଅ ମୁହଁରୁ ଏକଥା ଶୁଣି ମା ଚିଡ଼ି ଉଠିଲେ। କହିଲେ, ପୁଅ, ତୁ କ'ଣ କହିବାକୁ ଚାହୁଁ? ମୁଁ କିଛି ବୁଝିପାରୁ ନାହିଁ। ଦେବସେନ କହିଲେ, ମା, ଏଥିରେ କିଛି ଅବୁଝା ରହିଲା ନାହିଁ। ବୋହୂକୁ ସ୍ନେହ ଶ୍ରଦ୍ଧା କରିବ, ତା ପ୍ରତି ଖରାପ ବ୍ୟବହାର କରିବ ନାହିଁ। ଏତିକି ମୋର କହିବା କଥା। ମା ଅଧିକ ବିରକ୍ତ ହୋଇ କହିଲେ, ତା ମାନେ ତୁ କହୁଛୁ ମୁଁ ତୋ ସ୍ତ୍ରୀ ପ୍ରତି ଖରାପ ବ୍ୟବହାର କରୁଛି? ଡାକିଲୁ ଡାକିଲୁ ସେ ମୌନ ମୁହିଁକୁ। ମା ପୁଅ ଭିତରେ କଳି ଲଗେଇ ଦେବାର ଯଦି ଫନ୍ଦି ସେ ବାହାର କରୁଛି। ସୁନନ୍ଦା ଆସି ନୀରବରେ ଠିଆ ହେଲା, କିଛି କହିଲା ନାହିଁ। ଦେବସେନ ଅନୁଭବ କଲେ ଯେ ସୁନନ୍ଦା ଭୟରେ କିଛି କହୁନାହିଁ। ଆଉ ଅଧିକ କିଛି କହିଲେ ପରିସ୍ଥିତି ଖରାପ ହେବ ଭାବି ସେ ନୀରବ ରହି ବଣିଜ କରି ବାହାରି ପଡ଼ିଲେ ବିରାଟ ନଗରୀକୁ। ପୁଅ ବଣିଜ କରିବାକୁ ଚାଲିଯିବା ପରେ ଶାଶୁ ବୁଢ଼ୀ ବୋହୂ ଉପରେ ପ୍ରତିଶୋଧ ନେବାକୁ ଆରମ୍ଭ କଲା। ଘରୁ ଚାକର ପୂଜାରୀମାନଙ୍କୁ ବାହାର କରିଦେଲା। ଫଳରେ ସୁନନ୍ଦାକୁ ଘରଯାକର ସବୁ କାମ କରିବାକୁ ପଡ଼ିଲା। ବୁଢ଼ୀ ବୋହୂକୁ ଭଲ କରି ଗଣ୍ଡେ ଖାଇବାକୁ ମଧ୍ୟ ଦେଲା ନାହିଁ। ସେତିକିରେ ବି ସେ ସନ୍ତୁଷ୍ଟ ହେଲା ନାହିଁ। ଦିନେ ଚାକରାଣୀ ହାତରେ ଘରୁ ଟାଣି ଟାଣି ବୋହୂକୁ ଛାଞ୍ଚୁଣିରେ ମନ ଇଚ୍ଛା ପିଟିଲା। ବୋହୂର ହାତଗୋଡ଼ ମୁହଁ ମାଡ଼ ଖାଇ ଖଣ୍ଡିଆ ହୋଇଗଲା। ବୁଢ଼ୀ ଶେଷରେ ତାକୁ ଗୋଟିଏ ଘର ଭିତରେ ପୂରାଇ ବାହାରୁ ଶିକୁଳି ଲଗାଇଦେଲା। ସୁନନ୍ଦା ମାଡ଼ ଖାଇ ଅଚେତ ହୋଇ ଭୋକ ଉପାସରେ ଅନେକ ସମୟ ପଡ଼ି ରହିଲା। ଚେତା ଆସିବାରୁ ସେ କବାଟ ବାଡ଼େଇ ଯେତେ ଡାକିଲା କେହି ଶୁଣିଲେ ନାହିଁ। ସୁନନ୍ଦା ବୁଝିଲା ଶାଶୁଙ୍କର ମତଲବ ତାକୁ ଅନ୍ଧାର ଘରେ ଶିକୁଳି ଦେଇ ବନ୍ଦ କରି ରଖିବେ। ସେ ନ ଖାଇ ନ ପିଇ ଶୁଖି ଶୁଖି ମରିଯିବ। ସାଇ ପଡ଼ିଶାଙ୍କ ଆଗରେ ପ୍ରମାଣିତ କରିଦେବେ ଯେ ସୁନନ୍ଦା ଆତ୍ମହତ୍ୟା କରିଛି ତାର ଦୁଷ୍କର୍ମ ପାଇଁ। ଦେବସେନ ଫେରିଆସି ଏକଥା ଶୁଣି ମଧ୍ୟ ବିଶ୍ୱାସ କରିଯିବେ। ତାର ମରିବା ପାଇଁ ଦୁଃଖ ନାହିଁ, କିନ୍ତୁ ସେ ସ୍ୱାମୀଙ୍କ ଆଗରେ କଳଙ୍କିତ ହୋଇ ମରିବାକୁ ଚାହେଁ ନାହିଁ। ଏଥିପାଇଁ ବଞ୍ଚିବା ପାଇଁ ଚେଷ୍ଟା କରି ସେ ଭଗବାନଙ୍କୁ ଆକୁଳ ପ୍ରାର୍ଥନା କଲା। ଅନ୍ଧାର ଭିତରେ ଅଣ୍ଡାଳୁ ଅଣ୍ଡାଳୁ ସେ ପାଇଲା ଗୋଟେ ଲୁହାର ଶାବଳ। ସତେଅବା ଭଗବାନ ତାକୁ ମୁକ୍ତି ଦେବା ପାଇଁ ଉପାୟ ବତାଇ ଦେଲେ। ସେ ତାର ସବୁ ବଳ ଲଗାଇ ଶାବଳରେ ଗୋଟିଏ ସୁଡ଼ଙ୍ଗ ଖୋଳିବା ଆରମ୍ଭ କଲା। କିଛିଦିନ ଭିତରେ ଗୋଟାଏ ସୁଡ଼ଙ୍ଗ ହୋଇଗଲା। ସେ ସୁଡ଼ଙ୍ଗ ଦେଇ ସେ ଆସି ତା ଘରର ଆଉ ଗୋଟିଏ ବଖରାରେ ପହଞ୍ଚିଲା। ଯୋଗକୁ ସେତେବେଳେ ସେ ବଖରାରେ କେହି ନଥିଲେ, କେବଳ ଦୀପଟିଏ ଜଳୁଥିଲା। ସୁନନ୍ଦା ଅତି ଶୀଘ୍ର କେତେ ଖଣ୍ଡି ଶାଢ଼ୀର ପୁଟୁଳିଟାଏ ଧରି ସେଠାରୁ ଖୁବ୍ ହୁସିଆରରେ ଘର ଛାଡ଼ିଦେଲା। ରାତି ଅଧ, ଚାରିଆଡ଼େ ଶୂନଶାନ୍। ମଝିରେ କେଉଁଠି କେମିତି ଶିଆଳଟାଏ ବୋବାଇ ଉଠୁଥାଏ। ସୁନନ୍ଦାର ଛାତି ଦକ୍ ଦକ୍, ମନ ଛକପକ୍। କେହି ଦେଖିଦେବେ କି? ସେ ଧରା ପଡ଼ିଯିବ କି? ତଥାପି ସାହସ ବାନ୍ଧି ଆଗକୁ ପାଦ ବଢ଼ାଇଲା। କିନ୍ତୁ ଯିବ କୁଆଡ଼େ? ବାପ ଘରକୁ? ନା, ନିନ୍ଦାର କଥା। ସେ ଠିକ୍ କଲା ଯିବ ବିରାଟ ନଗରୀକୁ। ଦେବସେନ ଯେଉଁଠିକୁ ଯାଇଛନ୍ତି। ବିରାଟ ନଗରୀ କାହିଁ କେତେ ଦୂର, କେଉଁଆଡ଼େ ସେ କିଛି ଜାଣେନା।
ଅଜଣା ଅଶୁଣା ରାସ୍ତାରେ ସ୍ତ୍ରୀ ଲୋକ ପ୍ରତି ପଦେ ପଦେ ବିପଦ ପଡ଼ିପାରେ। ତେଣୁ ସେ ନିଜକୁ ପୁରୁଷ ବେଶରେ ସଜାଇ ଦେଲା। ସେ ଦେଖାଗଲା ଠିକ୍ ଏକ ତରୁଣ ରାଜକୁମାର ପରି। କିଛି ବାଟ ଯିବା ପରେ ପଡ଼ିଲା ଭୟଙ୍କର ଜଙ୍ଗଲ। ସେ ଜଙ୍ଗଲ ଭିତରେ କିଛି ବାଟ ଯାଇଛି, ଦେଖିଲା କେତେଜଣ ଦସ୍ୟୁ ହାତରେ ମଶାଲ ଓ ଖଣ୍ଡା ଧରି ଆସୁଛନ୍ତି। ସୁନନ୍ଦା ଭାବିଲା, ଏଥର ପ୍ରାଣ ଗଲା। କେମିତି ପ୍ରାଣ ବଞ୍ଚାଇବ ବୋଲି ଭାବୁଛି, ତାର ଆଖିରେ ପଡ଼ିଲା ଏକ ଗଛର କୋରଡ଼ଟାଏ। ସେ ତାରି ଭିତରେ ପଶି ଲୁଚିଗଲା। ଦସ୍ୟୁମାନଙ୍କର ନଜର ତା ଉପରେ ପଡ଼ିଲା ନାହିଁ। ବିଚାରୀ ବଞ୍ଚିଗଲା। ବିପଦଟି କଟିଯିବାରୁ ସୁନନ୍ଦା ଠାକୁରଙ୍କୁ ଅନେକବାର ମୁଣ୍ଡିଆ ମାରିଲା। ଏତିକିବେଳେ ଆଗରେ ଘନ ଅନ୍ଧକାର ଭିତରେ ନିଆଁ ଭଳି ଦୁଇଟି ଆଖି ଦେଖାଗଲା। ସେ ଆଖି ପାଖେଇ ଆସିବାରୁ ସୁନନ୍ଦା ଦେଖିଲା ସେଇଟା ଗୋଟିଏ ରାକ୍ଷସୀ। ସାଙ୍ଗରେ ପୁଣି ତାର ପିଲାଛୁଆ ଗୁଡ଼ାଏ। ନା, ଆଉ ରକ୍ଷା ନାହିଁ। ଏ ରାକ୍ଷସୀ ନିଶ୍ଚୟ ତାକୁ ଖାଇବ। ଭାଗ୍ୟକୁ ରାକ୍ଷସୀ ସେ ପାଖରେ ଆଉ ଏକ ଗଛରେ ତା ପିଲାଛୁଆଙ୍କୁ ଧରି ଚଢ଼ିଗଲା। ସୁନନ୍ଦା ଉପରେ ତାର ନଜର ପଡ଼ିଲା ନାହିଁ। ରାକ୍ଷସୀ ଓ ତାର ପିଲାମାନେ କଥାବାର୍ତ୍ତା ହେବା ସୁନନ୍ଦାର କାନରେ ପଡ଼ିଲା ଓ ରାକ୍ଷସୀ କ'ଣ କହୁଛି ସେ କାନ ଡେରି ଶୁଣିଲା। ରାକ୍ଷସୀର ପିଲାଏ କହିଲେ, ମା, ଆମକୁ ଭାରି ଭୋକ ହେଉଛି, କ'ଣ ଖାଇବାକୁ ଦେ। ରାକ୍ଷସୀ କହିଲା, ଆରେ ପିଲାଏ, ଆଜି କିଛି ଖାଇବାକୁ ମିଳିଲା ନାହିଁ। ଟିକିଏ ଭୋକ ସହିଯାଅ। ଅଳ୍ପ ଦିନରେ ରାଜା ବସୁଦତ୍ତ ମରିଯିବ। ତାର ମାଂସରେ ଆମର କେତେ ଦିନ ଚଳିଯିବ। ପୁଅ ପଚାରିଲା, ମା, ବସୁଦତ୍ତର କ'ଣ ହୋଇଛି ଯେ ସେ ମରିବ? ରାକ୍ଷସୀ କହିଲା, ତାର ବେମାର କିଛି ନାହିଁ। ସେ ଥରେ ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲା। ଗୋଟିଏ ଗଛ ମୂଳରେ ହାଲିଆ ହୋଇ ଶୋଇଥିଲା ବେଳେ ତା କାନରେ ଗୋଟିଏ ବିଛା ପଶିଗଲା। ସେହି ବିଛା ତାର ମୁଣ୍ଡ ଭିତରେ ବସା ବାନ୍ଧିଲା। ସେ ବିଛାଟା ଅନେକ ବିଛା ଜନ୍ମ ଦେଲାଣି। ଏଗୁଡ଼ାକ ରାଜାର ରକ୍ତ ଖାଇଯାଉଛନ୍ତି। ତେଣୁ ରାଜା ଅସୁସ୍ଥ ହୋଇପଡ଼ିଛନ୍ତି। ବୈଦ୍ୟମାନେ ରଜାର ରୋଗର କାରଣ ଜାଣିପାରୁନାହାନ୍ତି। ଏମିତିରେ ସେ ଭଲ ହେବ କିପରି? ପୁଅ କହିଲା, ମା, ରଜାକୁ କ'ଣ ଭଲ କରିହେବନି? ରାକ୍ଷସୀ କହିଲା, ହଁ, ହବ ନାହିଁ କାହିଁକି? ତେବେ ସେ ବଡ଼ କଠିନ କଥା। ପୁଅ କହିଲା, କିପରି ଭଲ ହେବ ସେ କହିଲୁ? ରାକ୍ଷସୀ କହିଲା, ପ୍ରଥମେ ଗରମ ଘିଅରେ ରଜାର କପାଳକୁ ମାଲିସ କରିଦେବ। ତାପରେ ଖରାରେ ତା ମୁଣ୍ଡକୁ କିଛି ସମୟ ରଖିବାକୁ ହେବ। ଏଣେ କାନ ଭିତରେ ଗୋଟିଏ ସରୁ ବାଉଁଶ ନଳି ପୂରାଇ ନଳିର ଅନ୍ୟ ମୁଣ୍ଡ ଦେଇ ଥଣ୍ଡା ପାଣି କାନ ଭିତରକୁ ଛାଡ଼ିବାକୁ ହେବ। ଏହାପରେ ସେ ନଳିକୁ ଗୋଟିଏ କଳସି ଭିତରେ ପୂରାଇ ରଖିବ। ବିଛା ଗୁଡ଼ାକ ତ ଗରମରେ ଛଟପଟ ହୋଇଥିବେ। ଯେତେବେଳେ ଥଣ୍ଡା ପାଣି ପାଇବେ, ସେହି ବାଉଁଶ ନଳି ଦେଇ ଆସି କଳସିରେ ପଡ଼ିବେ। ଏହିପରି କଲେ ରଜାର ମୁଣ୍ଡ ଭିତରୁ ସବୁ ବିଛା ବାହାରି ଆସିବେ। ରଜା ଭଲ ହୋଇଯିବ। ସୁନନ୍ଦା ଅସୁରୁଣୀର ଏସବୁ କଥା ମନ ଦେଇ ଶୁଣୁଥାଏ। ମନେ ମନେ ସେ ଗୋଟିଏ ଭରସା ପାଇଲା। ଭାବିଲା, ଯଦି ସେ ରାକ୍ଷସୀ କବଳରୁ ରକ୍ଷା ପାଇଯାଏ, ତେବେ ରାଜା ବସୁଦତ୍ତଙ୍କୁ ଭଲ କରିବ ଏବଂ ତାଙ୍କରି ସାହାଯ୍ୟରେ ସ୍ୱାମୀଙ୍କ ଖବର ବୁଝିବ। ସକାଳ ହେଲା। ରାକ୍ଷସୀ ତାର ପିଲାଛୁଆଙ୍କୁ ଧରି ଗଛରୁ ଓହ୍ଲାଇ କେଉଁଆଡ଼େ ଚାଲିଗଲା। କିଛି ସମୟ ପରେ ସୁନନ୍ଦା ଗଛର କୋରଡ଼ ଭିତରୁ ବାହାରିଲା। ତାପରେ ବଣ ଭିତରେ ଚାଲିଲା। କେତେ ବାଟ ଯିବା ପରେ ଗୋଟିଏ ବିରାଟ ପଡ଼ିଆ ପଡ଼ିଲା। ପଡ଼ିଆରେ ଦେଖାଗଲା ଜଣେ ଗାଈଆଳ ସଙ୍ଗେ। ଗାଈଆଳକୁ ଦେଖି ସେ ପଚାରିଲା, ଭାଇ, ଏଠାରୁ ବସୁଦତ୍ତ ନଗରୀ କେତେ ବାଟ? ଗାଈଆଳ ଦୂରକୁ ଆଙ୍ଗୁଠି ଦେଖାଇ କହିଲା, ଏ ଯେଉଁ ବଡ଼ ତୋଟା ଦେଖାଯାଉଛି, ସେଇ ତ ବସୁଦତ୍ତଙ୍କ ତୋଟା। କିନ୍ତୁ ରଜା ତ ବହୁତ ଦିନରୁ ବେମାର। ତାଙ୍କୁ କେହି ଭଲ କରିପାରୁନାହାନ୍ତି। ସୁନନ୍ଦା ଏହା ଶୁଣି କହିଲା, ମୋତେ ରାଜାଙ୍କ ପାଖକୁ ନେଇ ଚାଲ, ମୁଁ ତାଙ୍କୁ ଭଲ କରିଦେବି। ଏହା ଶୁଣି ଗାଈଆଳ ପୁରୁଷ ବେଶୀ ସୁନନ୍ଦାକୁ ରାଜାଙ୍କ ପାଖକୁ ନେଇଗଲା। ରାଜା ଗାଈଆଳଠୁ ସବୁ ଶୁଣିଲେ। ତାପରେ ପୁରୁଷ ବେଶୀ ସୁନନ୍ଦାକୁ ନିରୀକ୍ଷଣ କଲେ। ସୁନ୍ଦର ଚେହେରା, ଆଖି ଦୁଇଟି ଖୁବ୍ ଆକର୍ଷଣୀୟ। ମୁଖମଣ୍ଡଳରେ ଏକ ଦୃଢ଼ ଭାବ ଫୁଟି ଉଠୁଛି। ରାଜାଙ୍କ ମନରେ ଆଶା ଆସିଲା ଯେ ଏ ନିଶ୍ଚୟ ତାଙ୍କୁ ଭଲ କରିଦେବେ। ରାଜା କହିଲେ, ମୋର ବିଶ୍ୱାସ ତୁମେ ମୋତେ ଆରୋଗ୍ୟ କରିପାରିବ। ମୁଁ ମଧ୍ୟ ମନେ ମନେ ଠିକ୍ କରିଛି, ମୋତେ ଯିଏ ଭଲ କରିଦେବ, ମୁଁ ତାକୁ ମୋ ରାଜ୍ୟରୁ ଅଧା ଦେଇଦେବି। ଏହାପରେ ସୁନନ୍ଦା ରାଜାଙ୍କର ଚିକିତ୍ସା ଆରମ୍ଭ କରିଦେଲା। ରାକ୍ଷସୀ କହିବା ଭଳି
ପ୍ରଥମେ ଗରମ ଘିଅ ରାଜାଙ୍କ ମୁଣ୍ଡରେ ମାଲିସ କଲା। ତାପରେ ରାଜାଙ୍କୁ କିଛି ସମୟ ଖରାରେ ବସାଇ ରଖିଲା। ଗୋଟିଏ ସରୁ ବାଉଁଶ ନଳି ଆଣି ତାର ଗୋଟିଏ ମୁଣ୍ଡ କାନ ଭିତରେ ପୂରାଇ ଅନ୍ୟ ମୁଣ୍ଡ ବାଟେ ଥଣ୍ଡା ପାଣି ଢାଳିଲା। ତାପରେ ସେଇ ପାଖକୁ ଗୋଟିଏ ପାଣି କଳସି ଭିତରେ ରଖିଲା। ଏହିପରି କରିବା ପରେ ରାଜାଙ୍କ ମୁଣ୍ଡରେ ବସା ବାନ୍ଧିଥିବା ବିଛାଗୁଡ଼ାକ ଗୋଟାଏ ପରେ ଗୋଟାଏ କରି ବାହାରିଲେ। 150ଟି ବିଛା କଳସି ଭିତରକୁ ଚାଲି ଆସିଲେ। ଏହାପରେ ରାଜା ବସୁଦତ୍ତ ପୂରା ସୁସ୍ଥ ହୋଇ ଉଠିଲେ। ଏ ଖବରରେ ରାଜ୍ୟସାରା ଆନନ୍ଦର ଲହରୀ ଖେଳିଗଲା। ରାଜନଅରରେ ଏକ ବଡ଼ ଉତ୍ସବର ଆୟୋଜନ ହେଲା। ରାଜା ବସୁଦତ୍ତ ନିଜର ପ୍ରତିଜ୍ଞା ଅନୁସାରେ ସୁନନ୍ଦାକୁ ରାଜ୍ୟରୁ ଅଧେ ଦେବାକୁ କହିଲେ। ସୁନନ୍ଦା କହିଲା, ମହାରାଜ, ମୁଁ ଜଣେ ସାଧାରଣ ଲୋକ, ମୋର ରାଜ୍ୟ କ'ଣ ହେବ? ତାପରେ ରାଜା ତାକୁ ବହୁ ବସନଭୂଷଣ, ଧନରତ୍ନ ଉପହାର ଦେବାକୁ ଇଚ୍ଛା କଲେ। ସୁନନ୍ଦା କହିଲା, ମୁଁ ଏକ ବ୍ରତ କରୁଛି, ତାହା ପୂରଣ ହେବା ପରେ ଆପଣ ଦେବା ଉପହାରମାନ ନେବି। ବର୍ତ୍ତମାନ ସେସବୁ ଆପଣଙ୍କ ପାଖରେ ଥାଉ। ସୁନନ୍ଦା ଭଗବାନଙ୍କୁ ପ୍ରାର୍ଥନା କରୁଥାଏ କେବେ ସାକ୍ଷାତ ହେବ ତାର ସ୍ୱାମୀଙ୍କ ସହ। ସୁଦିନ ଆସିଲା। ଭଗବାନ ତାର ଡାକ ଶୁଣିଲେ। ଲୋକମାନେ କଥାବାର୍ତ୍ତା ହେଲେ ଦେବସେନ ନାମକ ଜଣେ ବଣିକ ବିରାଟ ନଗରୀରୁ ବସୁଦତ୍ତ ନଗରୀକୁ ଆସୁଛନ୍ତି। ଏହା ଶୁଣି ସୁନନ୍ଦାର ହୃଦୟରେ ଆଶାର ସଞ୍ଚାର ହେଲା। ଏଇ ଯେ ଦେବସେନ ଆସୁଛନ୍ତି, ସେ କ'ଣ ତାର ସ୍ୱାମୀ ଦେବସେନ? ହଁ, ଇଏ ସେହି ଦେବସେନ। ବସୁଦତ୍ତଙ୍କ ଦରବାରକୁ ଦେବସେନ ଆସିଲେ। ସୁନନ୍ଦା ଯାଇ ଲୋଟି ପଡ଼ିଲା ଦେବସେନଙ୍କ ଚରଣ ତଳେ। ସେ ଖୋଲିଦେଲା ତାର ପୁରୁଷ ଛଦ୍ମବେଶ। ଦେବସେନ ବିସ୍ମୟରେ କହିଲେ, ସୁନନ୍ଦା, ତୁମେ ଏଠାକୁ କିପରି ଆସିଲ? ଆନନ୍ଦରେ ଅଧୀରା ସୁନନ୍ଦାର ଆଖିରୁ ଗଡ଼ି ଯାଉଥାଏ ଧାର ଧାର ଲୁହ। ସେ ସ୍ୱାମୀଙ୍କ ଆଗରେ ଗୋଟି ଗୋଟି କରି କହିଗଲା ତାର ଅତୀତର ଘଟଣାମାନ। ବସୁଦତ୍ତ ଏସବୁ ଶୁଣି କହିଲେ, ପୁରାଣରେ ଆମେ ସତୀ ସୀତାଙ୍କ କଥା ଶୁଣିଥିଲୁ, କିନ୍ତୁ ଆଜି ଆମେ ଏଠାରେ ଦେଖିଲୁ ଯେ ସେହି ସତୀ ସୀତା ପୁଣି ନୂଆ ରୂପରେ ଜନ୍ମ ନେଇଛନ୍ତି। ଆମେ ଧନ୍ୟ ହେଲୁ। ଦେବସେନ ବସୁଦତ୍ତଙ୍କ ନଗରୀ ଛାଡ଼ି ନିଜ ଦେଶକୁ ଯିବାକୁ ଇଚ୍ଛା କଲେ। ବସୁଦତ୍ତ କହିଲେ, ସୁନନ୍ଦା ମୋତେ ବଞ୍ଚାଇଛନ୍ତି। ସେ ମୋର ସାନ ଭଉଣୀ। ତେଣୁ ତୁମେ ଦୁହେଁ ଅନ୍ୟ କେଉଁଆଡ଼େ ନ ଯାଇ ମୋରି ନଅରରେ ରହିବାକୁ ହେବ। ତା ଛଡ଼ା ମୋର ଏ ଉପହାରତକ ତମକୁ ଗ୍ରହଣ କରିବାକୁ ହେବ ଦେବସେନ। ଏହା କହି ବସୁଦତ୍ତ ବହୁମୂଲ୍ୟ ଅଳଙ୍କାର, ଧନରତ୍ନ ଟେକିଦେଲେ ଦେବସେନଙ୍କ ହାତକୁ। ସୁନନ୍ଦାକୁ ଦେଇଥିବା ଦୁଃଖ ଯନ୍ତ୍ରଣା ପାଇଁ ଦେବସେନ ମାଙ୍କ ଉପରେ ବଡ଼ ବିରକ୍ତ ହୋଇଥିଲେ। ତେଣୁ ସେ ଘରକୁ ଫେରିଯିବାକୁ ମନ କଲେ ନାହିଁ। ସ୍ୱାମୀ ସ୍ତ୍ରୀ ସେଠାରେ ମନ ଖୁସିରେ ରହିଲେ।